ଯାତ୍ରାର ଯଦି ପ୍ରଥମେ କାହାକୁ କୁହାଯାଏ ଷ୍ଟାର ସିଏ ହେଉଛି ଦେବୀରଥ। ବୁଲେଟର ଶବ୍ଦ ଶୁଣିକି ଲୋକ ଜାଣନ୍ତି ଯେ ଦେବୀରଥ ଆସିଗଲା। ଆଉ ନାହାନ୍ତି ବର୍ଷିଆନ କଳାକାର ତଥା ଯାତ୍ରା ଜଗତର ବରିଷ୍ଠ ନିର୍ଦ୍ଦେଶକ ଦେବୀରଥ। 71 ବର୍ଷରେ ସେ ଆରପାରିକୁ ଚାଲି ଯାଇଛନ୍ତି। ଯାତ୍ରା ଜଗତରେ ମାମା ନାଁରେ ସେ ବେଶ ପରିଚିତ ଥିଲେ। ଦୀର୍ଘ 50 ବର୍ଷ ଧରି ଯାତ୍ରା ମଞ୍ଚରେ ଅଭିନୟ କରି ଦର୍ଶକଙ୍କୁ ଭରପୁର ଆନନ୍ଦ ଦେଇଛନ୍ତି। ନିଜ ଘର ପାରାଦୀପ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ବିୟୋଗ ପରେ ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି। ଉଚ୍ଚ କୋଟିର ଅଭିନେତା ଭାବେ ତାଙ୍କର ଅନେକ ସୁନାମ ରହିଛି। ଅତି କମ ବୟସରୁ ଯାତ୍ରା ମଞ୍ଚରେ ସେ ନାୟକ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ସେ ଖଳନାୟକ ଅଭିନୟ କରିବା ସହ କାହାଣୀର ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ। ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ। ବାଟ ଛାଡ଼ ଷଣ୍ଢ ଆସୁଛି, ଜେଲ ଟାଇଗର, ପ୍ରେମକୁ 25 ବର୍ଷ, ଡିମିରି ଫୁଲ ଭଳି ଅନେକ ସୁପରହିଟ୍ ଯାତ୍ରାରେ ସେ ଅଭିନୟ କରିଛନ୍ତି। ବିଶେଷ କରି ଅନେକ ଯାତ୍ରାରେ ତାଙ୍କର ମୁଖ୍ୟ ଚରିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଦେବୀରଥ ଷ୍ଟେଜରେ ପାଦ ଦେବକ୍ଷଣି ଦର୍ଶକଙ୍କ ହାତରୁ ତାଳି ବର୍ଷା ହୋଇଥାଏ। ଆଉ ସେ ଦୁଃଖଭରା ଅଭିନୟ କରୁଥିବା ବେଳେ ଦର୍ଶକଙ୍କ ଆଖିରୁ ଲୁହ ଝରୁଥାଏ। ଇଷ୍ଟର୍ଣ୍ଣ ବ୍ଲୁରେ କରିଥିବା ନାଟକ ଛତା ଚିହ୍ନ ଜିନ୍ଦାବାଦ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା। ଅନନ୍ତ ଓଝା, ହରବାରିକ ଆଦି ଲେଖକଙ୍କ ନାଟକରେ ସେ ଅନେକ ଅଭିନୟ କରିଛନ୍ତି। ତାରାପୁର କଳାକୁଞ୍ଜ ନାଟକରେ ସେ ତାଙ୍କ ଯାତ୍ରା କ୍ୟାରିୟର ଆରମ୍ଭ କରିଥିଲେ। ସେଥିରେ ଅଳ୍ପ ସମୟ ପାଇଁ ତାଙ୍କୁ ଅଭିନୟ କରିବାକୁ ସୁଯୋଗ ମିଳିଥିଲା। ଆଉ ସେ ଅଳ୍ପ ସମୟ ମଧ୍ୟରେ ନିଜର ଅଭିନୟ ଦେଖାଇ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ଏହାପରେ ସେ ନାୟକ ଭୂମିକାରେ ଅଭିନୟ କରି ଆଗକୁ ବଢିଥିଲେ। ତେବେ ତାଙ୍କ ବିୟୋଗରେ ଯାତ୍ରା ଜଗତରେ ହୋଇଥିବା କ୍ଷତି ଅପୂରଣୀୟ ବୋଲି ଯାତ୍ରା ପ୍ରେମୀ ଓ କଳାକାର ମାନେ ମତ ରଖିଛନ୍ତି। ମଧୁବାରିଷ୍ଟର ଚରିତ୍ରରେ ମୁଁ ତାଙ୍କୁ ଅଭିନୟ କରିବାର ସୁଯୋଗ ଦେଇଥିଲି। ତେଣୁ ଏତେ ବଡ଼ ଷ୍ଟାର ଯାତ୍ରାର ଦିନେ ବି ସେ ତା ଭିତରେ ଗର୍ବ ଅହଙ୍କାର ଏମିତି କିଛି ନଥାଏ। ଷ୍ଟାଇଲିଷ୍ଟ ସବୁ ଥାଏ, କିନ୍ତୁ ମୋତେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲା ଏବଂ ବନ୍ଧୁ ଆମେ ଡକାଡକି ହଉ ଏବଂ ଅଭିନୟ ଜାରି ରଖିଲା। ଗୋଟିଏ ନାଟକର ମୁଁ ସୁବିଧା ପାଇଥିଲି ତାକୁ ନିର୍ଦ୍ଦେଶନା ଦେବାର। ତେଣୁ ଏଇଭଳି ଏକ ବ୍ୟକ୍ତି ଯାତ୍ରାରୁ ଯେତେବେଳେ ତାଙ୍କର ଦେହାନ୍ତ ହେଇଗଲା। ଯାତ୍ରା ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ତାଙ୍କ ସମ୍ପର୍କରେ ଅନେକ କଥା କହିଛନ୍ତି। ସେ ଯାତ୍ରାରେ ଏକ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିଥିଲେ ବୋଲି ମନୋଜ କହିଛନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ।